ମୁଁ ବେଳେବେଳେ ଲେଖିବାର ଚେଷ୍ଟା କରିଛି, କିନ୍ତୁ ଲେଖି ସାରିଲା ପରେ ମୋତେ ଲାଗେ ଆହୁରି ଟିକେ ଭଲ ହେଇଥାନ୍ତା। ଏ ଯେଉଁ ଆହୁରି ଟିକେ ଭଲ ହେବାର ନିଶାରେ ମୋର ସେ ଗୋଟେ ଧାଡ଼ି ବି କମ୍ପ୍ଲିଟ୍ ହେଇପାରେନି। ଆପଣଙ୍କୁ ସେମିତି ସଂଘର୍ଷ କରିବାକୁ ପଡ଼େ କି? ସୃଜନଶୀଳ ବ୍ୟକ୍ତିକୁ ସବୁବେଳେ ଲାଗିବ, ଆମକୁ ବି ଲାଗୁଛି, କିନ୍ତୁ ଆମେ ଭାବୁଛୁ ଆମେ ଲେଖିବୁ, ପ୍ରତିଦିନ ଆମର ଲେଖା ଆହୁରି ଉନ୍ନତ ହେବ, ଆହୁରି ନାଇଁ, ପରିପକ୍ୱ ଆମେ ହେବ। ଯେଉଁ କାଟିକି ଆଉ ଥରେ ନୂଆ କରିବା ପ୍ରୟାସରେ ପୁରା ବନ୍ଦ ବାନ୍ଦ କରିକି ପଳେଇ ଯିବାକୁ ଇଚ୍ଛା ହୁଏ। ବେଳେବେଳେ ଯେମିତି ଗୋଟେ କିଛି ଲେଖିଦେଲୁ ତ ପବ୍ଲିଶ ହେଇଗଲା, ପୁଣି ମନକୁ ଆସିବ ଆରେ ଏଇଟା ହେଇଥାନ୍ତା, ସେଇଟା ହେଇଥାନ୍ତା, ଯେଉଁ ବହୁତ ମନ ଇଚ୍ଛା ଖୋଜେ ଆଉ ଟିକେ କିଛି କରିବା, ଆଉ ଟିକେ କିଛି କରିବା। ସେଥିପାଇଁ ମୁଁ ଏବେ ଜିରୋରେ ହିଁ ରହିଛି, 0ରୁ 1 ହେଇପାରୁନି। ପ୍ରକୃତରେ ଏଇ ଯେଉଁ ଲେଖିବାକୁ ବଢ଼େଇବା ପାଇଁ ମାନେ ଆମର ଲେଖାଟା ଆଦୃତ ହେବା ପାଇଁ ଆମକୁ ବିଶେଷ ରୂପରେ କ'ଣ ଉପରେ ଧ୍ୟାନ ଦେବାକୁ ପଡ଼ିବ? ନିହାତି ଭାବରେ ଆପଣଙ୍କ ଭିତରେ ଯେଉଁ ଡରଟା ଅଛି ମୋର ଲେଖାଟା ଭଲ ହେଇନି, ସେଇଟା ଆଗ ଆପଣଙ୍କୁ ଛାଡ଼ିବାକୁ ପଡ଼ିବ। ଆଜ୍ଞା କାହିଁକିନା ଆପଣ ଭଲ ଲେଖୁନାହାନ୍ତି ବୋଲି ସେଇଟା ଆପଣ ଭାବୁଛନ୍ତି। ଆଜ୍ଞା ଆଉ କାହାକୁ ପଢ଼େଇକି ଦେଖନ୍ତୁ, କିମ୍ବା ଆଉ କୋଉଠି ବାହାର କରିକି ଦେଖନ୍ତୁ, କାଳେ ସେ ପସନ୍ଦ କରୁଥିବ। ଆପଣ ହିଁ ତ ଅଲ୍ଟିମେଟ୍ ଡିସିଜନ ମେକର ହେବା କଥା ନୁହଁ। ଆଜ୍ଞା ଆପଣଙ୍କୁ ଯୋଉଟା ଲାଗୁଛି ଆହୁରି ପରିପକ୍ୱ ହବ, ମେ ବି ମୋ ପାଇଁ ସେଟା ଶିକ୍ଷଣୀୟ ହେଇଥିବ, ଉପାଦେୟ ହେଇଥିବ। ତ ସେଇଥିପାଇଁ ଯାହା ଲେଖୁଛନ୍ତି ତାକୁ ପରିପ୍ରକାଶ କରନ୍ତୁ, ତାକୁ ସମ୍ପାଦନା ଯଦି କାହା ଦ୍ୱାରା କରାଇ ପାରୁଛନ୍ତି, ଯଦି କି ଆପଣଙ୍କର ସେମିତି ଗାଇଡ୍ କରିବାକୁ ଅଛନ୍ତି, ତାଙ୍କୁ ଦେଖାନ୍ତୁ, ସେ ସାଙ୍ଗ ହୁଅନ୍ତୁ କିମ୍ବା କୌଣସି ବିଶିଷ୍ଟ ବ୍ୟକ୍ତି, ଏବଂ ଆଲୋଚନା ସମାଲୋଚନା ଉଭୟକୁ ସ୍ୱାଗତ କରନ୍ତୁ। ଆପଣଙ୍କ ଲେଖା ଯଦି ଭୁଲ ଅଛି, ତ୍ରୁଟି ରହିଛି, ତାକୁ ମାନନ୍ତୁ, ତାକୁ ସୁଧାରନ୍ତୁ। ଆଉ ଯଦି ଭଲ ଅଛି, ପ୍ରଶଂସା ପାଆନ୍ତୁ, ଠିକ୍ ଅଛି, କିନ୍ତୁ ଆହୁରି ଅଧିକ ଉତ୍ସାହର ସହିତ ନୂଆ କିଛି ଲେଖିବାକୁ ଉତ୍ସାହିତ ହୁଅନ୍ତୁ।